ଗପ ମୁଖାଗ୍ନି। ଗାଳ୍ପିକ ବସନ୍ତ କୁମାର ଶତପଥୀ। ଗଲା କେତେ ଦିନ ହେଲା ବାପାଙ୍କ ମୁଣ୍ଡରେ କ'ଣ ଗୋଟେ ଖିଆଲ ପଶିଛି। ଝୁଙ୍କ ଉଠିଛି। ସଞ୍ଜ ହେଲା ମାତ୍ରେ ଖୁବ୍ ଆଦର ସରଧାରେ କୁନ୍ଥେଇ କୁନ୍ଥେଇ ଡାକିବେ, ବାପା ବ୍ରଜ, ଟିକେ ପାଖକୁ ଆସିବୁ। ମୁଁ ଜାଣେ ତାଙ୍କର ସେମିତି କିଛି କହିବାର ନାହିଁ। ତଥାପି ବୁଢ଼ାଟା କାହିଁକି ଶେଷବେଳକୁ ମନ ଦୁଃଖ କରି ବସିବ, ସେଥିପାଇଁ ଯାଏ। 6 ମାସ ହେଲାଣି ପଡ଼ିଛନ୍ତି। ସବୁବେଳେ ଓଃ ଆଃ କୁନ୍ଥା ଖଣ୍ଡିକାଶ। ନିଦ ପ୍ରାୟ ହୁଏ ନାହିଁ ବୋଧେ। ମୋର ସବୁବେଳେ ଭୟ ପାଚିଲା ପତ୍ର କେତେବେଳେ ଖସି ପଡ଼ିବ। ମୁଁ ହୁଏତ ପ୍ରସ୍ତୁତ ନଥିବି। ଯାଇ ପାଖ ପହଞ୍ଚିଲେ ଛଣ ଦୌଡ଼ି ଖଟଟାରୁ ଗୋଟିଏ କଡ଼କୁ ଟିକେ ଘୁଞ୍ଚି ଯିବାର ଅଭିନୟ କରନ୍ତି। କହନ୍ତି, ବସ୍ ବାପା ବସ୍। ବସିଲା ମାତ୍ରେ ବିକୃତ ମସ୍ତିଷ୍କର ସେଇ ଗୋଟିଏ ଅଦ୍ଭୁତ ଉତ୍କଟ ଉଦ୍ଭଟ ପ୍ରଶ୍ନ, ତୁ ମୁଖାଗ୍ନି ଦେବୁ ନା? ମୋତେ ସେଇ ପ୍ରଶ୍ନଟି ଶୁଣି ଶୁଣି ଏତେ ବିରକ୍ତ ଲାଗିଲାଣି ଯେ କହିଦେବା ପାଇଁ ଇଚ୍ଛା ହୁଏ, ତୁମେ କାହିଁକି ଏମିତି ବ୍ୟସ୍ତ ହେଉଛ? ମୁଁ ମୁଖାଗ୍ନି ଦେବି କି ତୁମେ ଦେବ, ସେ କଥା କିଏ କହିପାରିବ? ବାପ ଆଗେ ଯିବ କି ପୁଅ ଆଗ ଯିବ? ଦଣ୍ଡେ ପରେ ମୋଠୁ କିଛି ଉତ୍ତର ନ ପାଇ ପୁଣି କହନ୍ତି, ତୁ ଥଟ୍ଟା ଭାବେନି ବାପା। ମୁଁ ଜାଣି ସାରିଲିଣି ମୋର ଆଉ ବେଶୀ ଦିନ ନାହିଁ। ଏଇ ଭୋଦୁଅରେ ମୋର ମରଣ, ଜ୍ୟୋତିଷ କହିଛି। ତୁ ଆଗ ମୋତେ କହ ତ, ସବୁ ସଜଡ଼ା ସୁଜୁଡ଼ି ସାଇତା ସାଇତି କରି ରଖିଲୁଣି ନା ନାହିଁ ମୁଖାଗ୍ନି ପାଇଁ, ଦାହ ପାଇଁ? ମୁଁ ଚିଡ଼ି ଯାଇ ଏଥର କହିଲି, ମଣିଷ ଆଗେ ମଲେ ଯାଇ ସିନା ସତ୍କାର ବିଧି ବ୍ୟବସ୍ଥା କରାଯାଏ। ବଞ୍ଚିଥିଲା ବେଳେ ନାଡ଼ି ଛାତି ଧକପକ ହେଉଥିବା ଯାଏ କୋଉ ପୁଅ ବାପାର ମୁଖାଗ୍ନି ବା ଦାହ କ୍ରିୟାର ବ୍ୟବସ୍ଥା କରେ ଭଲା? ତୁମେ ଏବେ ଖାଲି ଅକଥା କଥା କହୁଛ। ତୁମ ମଥା ଖରାପ ହେଲା, ତୁମେ ଚୁପ୍ ରୁହ। ମୁଁ ପରା ତୁମ କଥାକୁ ମାନି କୁଆଡ଼େ ଯାଉନି, ତମ ପାଖେ ପାଖେ ଜଗି ରହିଛି। ଘରେ ଲୁଣ ଅଛି ତ ତେଲ ନାହିଁ, ମୁଢ଼ି ଅଛି ତ ପାଣି ନାହିଁ। ମୁଁ ସେଇ କଥା କହୁଛି। ବେଳ ଥାଉ ଥାଉ ସବୁ ବ୍ୟବସ୍ଥା କରି ରଖିଥିଲେ ତୁ ହଇରାଣ ହରକତ ହବୁ ନାହିଁ। ତେଲ ଲୁଣ ମୁଢ଼ି ଭାତ ନହେଲେ ବି ଚଳିବ, କିନ୍ତୁ କାଠ ନଥିଲେ? ଅସଲ କଥା ରହିଲା କାଠ ପାଖରେ। ବର୍ଷା ଦିନ, କାଠର କି ବ୍ୟବସ୍ଥା କରିଛ ମୋତେ କହ ଆଗ। ରାଗ ମୋର ମେଣ୍ଟି ନଥାଏ। କହିଲି, ମୁଁ ବାପା ତୁମ ପାଇଁ ଚନ୍ଦନ କାଠ ଯୋଗାଡ଼ କରିପାରିବି ନାହିଁ। ସେ କାଳରେ ଲୋକ ଶସ୍ତାରେ ଅଗରୁ ଚନ୍ଦନ ଘର ପାଖ ଜଙ୍ଗଲରୁ ପାଉଥିଲେ ବୋଲି ପିତୃପୁରୁଷଙ୍କ ଶବ ସେଇଥିରେ ଦାହ କରୁଥିଲେ। ଏବେ ପ୍ରକୃତ ଚନ୍ଦନ କାଠ କିଏ ଦେଖିଛି? ନା ବଡ଼ ଠାକୁରେ ଗୁଆ ଘିଅ ଶୁଙ୍ଘିଛନ୍ତି? ତୁମ ବାପା ସେ ଘିଅ ଚନ୍ଦନ ଆଶା ଛାଡ଼। ଦେଖିବା ଯେତେବେଳେ ଯାହା ମିଳିବ। ଲୋକ ତ ଫେର। ମୁଁ ତ ସେଇ କଥାକୁ ଡରୁଛି ବାପା। ଶ୍ରାବଣ ଭଦୁଅରେ ପାପୀମାନେ ମରନ୍ତି। ତାଙ୍କ ସବୁ ଝଡ଼ି ବର୍ଷାରେ ଭଲ ଦାହ ହୋଇପାରେ ନାହିଁ। ଭଲ ଭସ୍ମ ହୋଇ ନପାରି ପ୍ରେତ ଗୁଡ଼ାକ କାଶୀ ବଣରେ ଓଲଟା ଝୁଲୁଥାନ୍ତି। ତାଙ୍କର ଆତ୍ମା ଗୁଡ଼ାକର ମୋକ୍ଷ ପ୍ରାପ୍ତି ନାହିଁ। ସେଇଥିପାଇଁ ଦେହଟାକୁ କାଠରେ ଭଲ କରି ପୋଡ଼ି ଭସ୍ମକୁ ଗଙ୍ଗାରେ ବିସର୍ଜନ କରିବାର ବ୍ୟବସ୍ଥା ପୂର୍ବପୁରୁଷେ କରିଯାଇଛନ୍ତି। ମୁଁ ବର୍ଷା ଝଡ଼ି ଦିନରେ ମରିବି। ଭଲ କାଠ ନ ମିଳିଲେ ଦରପଡ଼ା ହୋଇ ରହିଯିବି। ତୁ ଆଗ କାଠ କଥା ବୁଝାବୁଝି କରି ଯାହା ଦାମ ହେଉ ଆଣ, ଏଇଠି ଘର ପିଣ୍ଡାରେ ରଖିଥା। ମୁଁ କହିଲି, କାଠ ଚିନ୍ତା ମୋତେ ଲାଗିଲା ବାପା। ତୁମେ ଧୀର ସ୍ଥିର ହୋଇ ଭଗବାନଙ୍କୁ ଚିନ୍ତା କର। କିଛି ନ ମିଳିଲେ ଢିଙ୍କି କଡ଼ ଆଉ ମୁଷଳ ତ ଅଛି। ଧାନ କୁଟାକୁଟି ତ କେତେ ବର୍ଷ ହେଲା ନାହିଁ। ବଂଶ ନାଶ ବେଳକୁ ଘୋଡ଼ା ମୁହାଁ ପୁଅ ଜାତ କଥାଟା ତୁ ପ୍ରଥମ କରିବୁ ରେ ବ୍ରଜ। 3 ପୁରୁଷ ହେଲା ସେ ଢିଙ୍କି ଆମକୁ ଦାନା ଦେଇଛି। ଅସଲ ଶାଳମଞ୍ଜର ଢିଙ୍କି, ଗଡ଼ଟା ମହୁଲ ଗଛର ଗଣ୍ଡି। ଏବେ ବି କାଟିଲେ ତେଲ ଚିକି ଚିକି ବାହାରିବ। ପୂର୍ବପୁରୁଷଙ୍କ ଚିହ୍ନ ବର୍ଣ୍ଣ ରଖିବୁ ନାହିଁ, ଜାଳି ପୋଡ଼ି ଦେବୁ। ମୁଁ ଲଜ୍ଜିତ ହୋଇ କହିଲି, 2 ଶଗଡ଼ କାଠ ନହେଲେ କ'ଣ ଚଳିବ? 10 ଟଙ୍କା ନହେଲେ? ମୋ କଥାକୁ କାଟିଦେଇ ବାପା କହିଲେ, ଏଗୁଡ଼ାକ କି କାଠ ଆଣିବୁ ରେ ବ୍ରଜ? 10 ଟଙ୍କାରେ 2 ଶଗଡ଼? ଚାକୁଣ୍ଡା ନା ଅମରି ନା ଗବ? ବାପାକୁ ଶେଷରେ ଏମିତି ଠକିଦେବୁ? ତୋ ପାଇଁ କିଛି ରଖିପାରିଲି ନାହିଁ। ଗରିବ ଭିକାରୀ ବ୍ରାହ୍ମଣ, ଜମି ଜମା ବି ନାହିଁ। ଯଜନ ଯାଜନ କରି ମା ଛଉଣ୍ଡ ଗୋଟିଏ ବୋଲି ପୁଅକୁ ବଡ଼ କରିଛି। ତୁ ବି ତ ମୋ ରାହା ଧରିଲୁ, ହେଲେ କୁଡ଼ିଆ ଖଣ୍ଡେ କରିଛୁ। ରଠ କରି 3 3ଟା ଛୁଆଙ୍କୁ ପାଳୁଛୁ।
ବାଉଁଶ ଚାଳ ହେଲେ ବି 5 ବରାଣୀ ମୁଣ୍ଡ ଗୁଞ୍ଜୁଛୁ। ଦେଖିଲି ବୁଢ଼ା କାନ୍ଦ କାନ୍ଦ ହେଉଛନ୍ତି। କହିଲି, ମୁଁ ଚାଲିଲେ ବାପା ଏଇ ରାତାରାତି। ତୁମ କଥା ହେଲା, ଯେଉଁଠୁ ହେଉ ଯାହା ଗଛ ହେଉ ଆଣି ଏଇଠି ତୁମ ଆଗରେ ରଖିଥିବି। ତୁମ କ୍ରିୟାରେ କିଛି ବିଘ୍ନ ହେବନି। ତୁମ ଆତ୍ମାକୁ ଶାନ୍ତି ଦେବି। ମୁଁ ନିଜକୁ ଖୁବ୍ ଅପମାନିତ ଭାବୁଥାଏ। ମରିବା କଥା ଓ ମରଣ ପରର କଥା ବାପା ଯେମିତି ଗମ୍ଭୀର ଭାବରେ ମାସ ମାସ ଧରି ଭାବି ଚାଲିଛନ୍ତି। ମୁଁ ମୋ ଜୀବଦଶାର ଚିନ୍ତା ସେତିକି କରିଥିଲେ ଏତେ ଦୁର୍ଗତି ଆମ ଘରର ହୋଇନଥାନ୍ତା। ବାପା ଜାଣନ୍ତି ଆମ ଘରର ସମ୍ପଦ କଥା। ଘରେ ଯାହା ଥିଲା ଅର୍ଥାତ୍ ମାର, ସ୍ତ୍ରୀର ବାଜୁ, ବଟଫଳ, ଖାଡ଼ୁଆ, ଚମ୍ପା କଢ଼ି, ସେସବୁ ବାପାଙ୍କ ଚିକିତ୍ସା ଓ ପିଲାଛୁଆଙ୍କ ମୁଢ଼ି ଭାତ ଖର୍ଚ୍ଚରେ ଚାଲିଯାଇଛି। ମୁଣ୍ଡ ତଳୁ ମସିଆ ଅଠାଳିଆ ମୁଣିଟାଏ ବାହାର କରି ବାପା ମୋ ହାତକୁ ବଢ଼େଇ ଦେଇ କହିଲେ, ଏଇଠି କେବେ ଟଙ୍କାଏ ମଶାଏ ରଖିଥାଏ। ଦେଖ କେମିତି କେତୋଟା ଟଙ୍କା ଅଧୁରି ଥିବ। ସେତିକିରେ 2 ଶଗଡ଼ କାଠ ହେଇଯିବ। ବାପା ଏ କଥା ଗୁଡ଼ାକ କହୁଥିଲା ବେଳେ ମୁଁ ଭାବୁଥାଏ, ମୋଠୁ ଅଧମ ପୁଅ ଏ ଦୁନିଆରେ କିଏ ଅଛି? ବାପାଙ୍କ ଟଙ୍କାରେ ବାପାଙ୍କୁ ପଡ଼ିବି। ବୁଢ଼ାର ମୋ ପ୍ରତି ଜୀବନରେ ଅଶେଷ ସ୍ନେହ। ମାଇଲ ମାଇଲ ଧରି ଖରା ବର୍ଷାରେ ଯାଇ କେଉଁଠୁ ଟୋପାଏ ଦୁଧ ପିଲା ପାଇଁ ଆଣିବାଠୁ ଯାହା ଯେଉଁଠି ମିଳିଛି ତାକୁ ନିଜେ ନ ଖାଇ ମୋ ପାଇଁ ପେଟରୁ କାଟି ସେ ରଖିଥାନ୍ତି। ମୋ ଦେହ ଥଣ୍ଡା ହେଲେ ତାଙ୍କ ଦେହରୁ ଉଷୁମ ଦେଇ, ମୋ ଦେହ ଗରମ ହେଲେ ତାଙ୍କ ଦେହରୁ ଥଣ୍ଡା ଦେଇ ମୋତେ ସୁସ୍ଥ ରଖିଛନ୍ତି। କାଳେ ତାଙ୍କ ପାଇଁ ମୁଁ ହଇରାଣ ହେବି, ତଣ୍ଟି ପଡ଼ିଗଲେ କାଳେ ତାଙ୍କ ବୁଢ଼ା ପୁଅକୁ କିଛି ଉପଦେଶ ଦେଇପାରିବେ ନାହିଁ, ସେଇଥିପାଇଁ ସେ ଆଗରୁ ମୋତେ ସତର୍କ ଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। 50 ବର୍ଷ ଧରି ଯାହା ବୁଦ୍ଧି ଦେଲେ ତାହା ଯଥେଷ୍ଟ ନ ହେବାରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହିତ ଅହିତ ଶୁଣାଉଛନ୍ତି। ଯେମିତି ବାପା ଜାଣିପାରିଲେ ଯେ ତାଙ୍କ ପୁଅ ମେଘ ଅନ୍ଧାର ରାତିରେ କାଠ ପାଇଁ କୁଆଡ଼େ ବାହାରି ବସୁଛି, ସେ ସାଙ୍ଗେ ସାଙ୍ଗେ କହିଲେ, ବାପା ଥାଉ, କାଲି ସକାଳେ ଯିବୁ। ଦେଖିବୁ ଯେମିତି ମୁଣ୍ଡା ଗଣ୍ଠି କାଠ ଆସେ, ଭଲ ଜଳିବ, ବେଶୀ ସମୟ ନିଆଁ ରହିବ। କେଉଁ କାଠରେ ତୁମର ମନ, କେଉଁ କାଠ ତୁମକୁ ଲୋଭ ମୋତେ ଆଗରୁ କହିଦାଅ ବାପା। କଥା ପକେଇଛ ତ ମୁଁ ଅଲାଜୁକ ପରି ତୁମକୁ ପଚାରୁଛି। ଭଲ କଥା ପଚାରିଛୁ ରେ ବ୍ରଜ। ମୋତେ ବରଂ ପୋତି ଦେବୁ, ନଈନାଳରେ ଫୋପାଡ଼ି ଦେବୁ, ତେବେ ଏ ଉଇକଲ ପଟାସ ଆକାଶିଆ କାଠରେ ପଡ଼ିବ ନାହିଁ। କୁହୁଳି କୁହୁଳି ଜଳିବ, ଦୁର୍ଗନ୍ଧ ହେବ। ଜୀବନଯାକ ଶାଳ, ଅସନ, ମହୁଲ କାଠରେ ରନ୍ଧା ଭାତ ତିଅଣେ ପେଟ ଖାଇଛି। ଆଜି ସେଇ କାଠ ଛଡ଼ା ଆଉ କେଉଁ କାଠରେ ଯଦି ପୋଡ଼ିବୁ ମୋର ଅନ୍ତ ବୁଜୁଳା ପଡ଼ିବ ନାହିଁଟି। ସାବଧାନ। ଲୋକଗୁଡ଼ାକ ପାଗଳ ହେଲେ ନା କ'ଣ? ଶାଳ ପିଆଶାଳ ଜଙ୍ଗଲକୁ କଲିକତା ପଠେଇ ଗେଣ୍ଡୁ ସୁଦ୍ଧା ତଡ଼ିଦେଲେ। ସେ ଜାଗାରେ ଲଗାଉଛନ୍ତି ବିଦେଶୀ ଗଛ, ଯାହାର ଛାଇ ନାହିଁ କି ଫଳ ନାହିଁ। ଜୀବଜନ୍ତୁ ଚଢ଼େଇଟା ବି କେହି ବସା କରନ୍ତିନି। ଘାସ ନଥିବ ରେ ବ୍ରଜ ତୋ ପୁଅ ଝିଅ ଅମଳକୁ। ପରଦିନ ସକାଳରେ ବାହାରି ପଡ଼ିଲି ବାପାଙ୍କ ଟଙ୍କା ମୁଣି ଧରି। ସର୍ବମୋଟ 3-4ଟି କୁଡ଼ିଆ ଘରର ସମାବେଶ ଆମର ଏ ଗାଁଟି। ନୂଆ ଗାଁ। ବାପାଙ୍କ କଥା ନ ମାନି ବଣ ଜଙ୍ଗଲର ବାଘ ଭାଲୁଙ୍କୁ ଭୟ କରି ଏଇ ଟାଙ୍ଗର ଡୁଙ୍ଗୁରି କଡ଼ରେ ଛୋଟ ନାଳଟିକୁ ଆଶ୍ରା କରି ଆମେ ରହିଲୁଣି 10-20 ବର୍ଷ ଧରି। କୁଡ଼ିଆଟିର ଦକ୍ଷିଣକୁ ଚାହିଁଲେ ପ୍ରାୟ 20-25 ମାଇଲ ଦୂରରେ ସହର, ଯେଉଁଠି କାଠ ଗୋଦାମ ଥାଏ, କୋଇଲା ଥାଏ, ଏମିତିକି ଇଲେକ୍ଟ୍ରିକ୍ ଚୁଲା ଥାଏ ମୁର୍ଦାର ପଡ଼ିବା ପାଇଁ। ପଶ୍ଚିମକୁ ଚାହିଁଲେ ସେମିତି 25-30 ମାଇଲ ଦୂରରେ ନୀଳ ରଙ୍ଗର ପାହାଡ଼, ଯାହା ଭିତରେ କୁଆଡ଼େ ବଡ଼ ବଡ଼ ଶାଳ ପିଆଶାଳ ଥାଏ ଏବଂ ସାହସୀ ଶଗଡ଼ିଆ କାଠୁରିଆ ଗାର୍ଡ଼ମାନଙ୍କୁ ଅଣ୍ଟା ଗୁଞ୍ଜା ଦେଇ ଚୋରାରେ କାଠ ସମତଳକୁ ଆଣି ରାତାରାତି ବେପାର ଶେଷ କରନ୍ତି। ପୂର୍ବ ଦିଗକୁ ପ୍ରାୟ ମାଇଲିଏ ଦୂରରେ ନାଳଟିଏ, ଯାହା ଖରାଦିନେ ବାଲି ଚୁଆ ଜରିଆରେ ଆମକୁ ପାଣି ଢୋକେ ଢୋକେ ଦିଏ ଏବଂ ଯାହା କୂଳରେ ବାପା ଶୋଇବେ ଏବଂ ମୁଁ ଗଣ୍ଡି କାଠ ତାଙ୍କ ଉପରେ ଥୋଇ ମୁଖାଗ୍ନି ଦେବି। ବାପାଙ୍କର କପାଳ ଓ ମୋ ଭାଗ୍ୟ। ଦିନେ ରାତି ଅଧରେ ଯୋଡ଼ାଏ ଶଗଡ଼ କାଠ ଆସି ଆମ ଘରେ ପହଞ୍ଚିଗଲା। ଭାରି ବଢ଼ିଆ କାଠ, ଖାଲି ଶାଳ ଓ ମହୁଲ, ଦରପୋଡ଼ା ନୁହେଁ, ଫମ୍ପା ନୁହେଁ ବା ଉଇଖିଆ ନୁହେଁ। ଜଙ୍ଗଲ ଗାର୍ଡ଼ କୁଆଡ଼େ ତା ବାପାଙ୍କ ଦାହ କ୍ରିୟା ପାଇଁ ଏ କାଠ ରଖିଥିଲେ।
ପଇସା ପ୍ରଲୋଭନରେ ଦେଇଦେଲେ। ବାପା ବୋଧହୁଏ ଅପେକ୍ଷା କରିଥିଲେ ଏତେ ଦିନ ଏହି କାଠ ପାଇଁ। ଡିବିରେ ଲଣ୍ଠନଟା ଧରି ଉଠି ଆସିଲେ ବାହାରକୁ। ମୁଁ ଆଶ୍ଚର୍ଯ୍ୟ ହେଲି, ବାପାଙ୍କୁ ଏତେ ଶକ୍ତି କୋଉଠୁ କେମିତି ଆସିଲା? ନିଜେ ଭଲ ଭାବେ ଦଗ୍ଧୀଭୂତ ହେବାର ଆଶାରେ ବି ମଣିଷ ଏତେ ଖୁସି ହୁଏ? ଖୁସି ବୋଲି ଖୁସି, ଜୀବନ ବି ହରାଇ ଦିଏ ଖୁସିରେ। ତାଙ୍କ ଛାତିର ଦୁଃଖ ଦୁଃଖ ହଠାତ୍ ବନ୍ଦ ହୋଇଗଲା ନା ସେ ଶଗଡ଼ଟାରେ ଝୁଣ୍ଟି ପଡ଼ିଲେ ଠାଏ ପଡ଼ିଗଲେ ଏବଂ ଯେଉଁ ଡିବି ଲଣ୍ଠନଟି ସେ ଜାଳି ରଖିଥିଲେ ତାହା ନିଭିଗଲା। ଘର ବାହାର ଅନ୍ଧକାର ହୋଇଗଲା। ଅନ୍ଧାରରେ ଗଙ୍ଗାଜଳ ଖୋଜି ବାହାର କରି ଆଣୁ ଆଣୁ ତଣ୍ଟି ପାଟି ବନ୍ଦ ହୋଇଯାଇଥିଲା। ଏତେ ଦିନ ଜଗି ବସି ପାଖରେ ଥାଇ ବି ପୁଅର ପ୍ରଥମ ବଡ଼ କର୍ତ୍ତବ୍ୟ ପାଟିରେ ପାଣି ଦେବା କରିପାରିଲି ନାହିଁ। ବାସିମଡ଼ା ଯେମିତି ନ ହୁଅନ୍ତି ବାପା, ମୋତେ ଆଗରୁ ତାଗିଦ କରି ଯାଇଛନ୍ତି। ନିଜେ ମଧ୍ୟ ସେ କାମରେ ଆଗେଇ ଯାଇଥିଲେ। କାଠ ବ୍ୟବସ୍ଥା କରିବାକୁ ବାରମ୍ବାର କରି ସେ ନିଶ୍ଚିତ ହୋଇନଥିଲେ। ମୋ ଅଗୋଚରରେ କେତେବେଳେ ମୋ ସ୍ତ୍ରୀକୁ ଡାକି ଯାହା ଚିଜ ଦରକାର ଗୋଟି ଗୋଟି ସଜାଇ ଖଟ ତଳେ ଅନ୍ଧାରିଆ ଜାଗାରେ ସାଇତି ରଖେଇଥିଲେ। ନୂଆ ଲୁଗାଠୁ ଘିଅ ସଳିତା, ଖଇ କଉଡ଼ି ଯାକେ। କେତୋଟି ତମ୍ବା ପଇସା ମଧ୍ୟ ଗୋଟେ ପତ୍ର ଠୁଙ୍ଗାରେ ଥିଲା, ଯାହା ତାଙ୍କ ଶବ ଆଗରେ ଫୋପଡ଼ାଯିବ। କେହି ଗୋଟାଇ ନେବାକୁ ଥାଆନ୍ତୁ ନଥାନ୍ତୁ। ପାଖରେ କେହି ବ୍ରାହ୍ମଣ ଏସବୁ ଅଶୌଚ କର୍ମର ବିଧିବିଧାନ ଜାଣିନଥିଲେ। ତେଣୁ ତାଳପତ୍ର ପୋଥି ଖୋଦାରେ ଠିକ୍ ଜାଗାରେ ମୋ ପାଇଁ ଚିହ୍ନିତ କରି ମନ୍ତ୍ରଯନ୍ତ୍ର ଓ କର୍ମକାଣ୍ଡର ଅନୁଷ୍ଠାନ ବିଷୟରେ ନିଶ୍ଚିତ ହୋଇଯାଇଥିଲେ। ମୋ ସ୍ତ୍ରୀ ଯେତେବେଳେ ଏସବୁ କଥା କହିଲେ, ମୋ ବାପାଙ୍କ ମାହାତ୍ମ୍ୟ ଆହୁରି ଭଲ କରି ବୁଝିଲେ। ପୁଅ କ'ଣ ତାଙ୍କର ଏଡ଼େ ଅଯୋଗ୍ୟ? ମଲା ବାପାକୁ ଠିକ୍ ଭାବରେ ପୋଡ଼ି ପୋତି ଜାଣିବ ନାହିଁ। ଶଗଡ଼ରୁ କାଠ ଓହ୍ଲାଇବା ଦରକାର ପଡ଼ିଲା ନାହିଁ। ଶଗଡ଼ିଆଏ କହିଲେ, ବାପା କାଠର ସାଇଜ ଓ ଚେହେରା ଆଲୁଅ ଟେକି ଭଲ କରି ଦେଖିଛନ୍ତି। ଯାହା ବାପାଙ୍କୁ ଦେବାର ଥିଲା, ଯାହା ଯାହା ବାପା ନେବେ ବୋଲି ଆଗରୁ ସଜାସଜି କରି ରଖିଥିଲେ, ସେସବୁ ସହିତ ବାପାଙ୍କୁ ଓଲଟ ଖଟରେ ଶଗଡ଼ ଉପରେ ଥୋଇଦେଲି। କହିଲେ, ଆସ ବାପା, ଏଥର ଯିବା। ପାହାଡ଼ିଆ ନାଳ। ବର୍ଷା ହେଲେ ହଠାତ୍ ପାଣି ମାଡ଼ି ଆସି ଜୁଇରେ ପଶିଯିବ। ସେଇ ଭୟରେ ନଈବାଲିରେ ଗାତ ନ ଖୋଳି କୂଳରେ ଢିପ ଜାଗାରେ ଦାହ ବ୍ୟବସ୍ଥା କଲେ। ଯେଉଁଠି ଯାହା ବୁଦ୍ଧି ଆସୁନଥାଏ ବାପାଙ୍କୁ ପଚାରିଦେବି ବୋଲି ଭାବେ, କିନ୍ତୁ ବାପା ଯେ ଯାହା ଯେମିତି ମନକୁ ଆସିଲା। ଶଗଡ଼ିଆ ଦିଟା ତାଙ୍କ ଅଭିଜ୍ଞତାରୁ ଯାହା କହିଲେ, ସେଇ ଅନୁସାରେ ବାପାଙ୍କୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧାଇ ତ୍ରିପୁଣ୍ଡକ କପାଳରେ ଲଗାଇଦେଲେ। ତାଙ୍କ ମୁହଁ ଦାଉ ଦାଉ ଦିଶିଲା। ପିଣ୍ଡଟିଏ ଧରାଇଦେଲି ଏବଂ ଆଖି ବୁଜି ତାଙ୍କୁ ଧ୍ୟାନ କରି ଘିଅ ସଳିତାରେ ମୁଖାଗ୍ନି ଦେଲି। ଚାହୁଁ ଚାହୁଁ ଆକାଶ ଧୂମମୟ ହେଲା ଏବଂ ଧୂ ଧୂ ହୋଇ ଅଗ୍ନିଶିଖା ପ୍ରଜ୍ୱଳିତ ହେଲା। କି କାଠ ବାରୁଦ ପରି ଜଳୁଛି। ଲେଲିହାନ ଅଗ୍ନିଶିଖା ଭିତରେ ବାପାଙ୍କ ହସ ହସ ମୁହଁଟି ଡେଉଁଥାଏ। ତାଙ୍କ ଦେହ ବି, ମୁକ୍ତ ଆତ୍ମାଟି ବି ଯେମିତି ଅନନ୍ତ ଆକାଶରେ ଊର୍ଦ୍ଧ୍ୱକୁ ଉଠି ଉଠି ମିଶି ଯାଉଥାଏ। କିନ୍ତୁ ଏ କି ଅଘଟଣ! ବାପା ଚାଲି ନ ଯାଉଣୁ କୁଆଡ଼େ ଥିଲେ ଏ ପାହାଡ଼ ପରି ମେଘ। ବଜ୍ର ବିଦ୍ୟୁତ୍ ଝଡ଼ଝଞ୍ଜା ସହିତ ପ୍ରଳୟଙ୍କାରୀ ବର୍ଷା ତୋଫାନ। ଆମେ ଆତଙ୍କିତ ହେଲୁ। ଶଗଡ଼ିଆମାନେ ଗାଡ଼ି ଯୋଚି ଘର ମୁହାଁ ଧୋଇଲେ। ମୁଁ ବି ତରବରରେ ଆଉ ଯେଉଁ ଦୁଇଟି ଗଣ୍ଠି କାଠ ଥିଲା ତାକୁ ଚିତାରେ ଶୁଆଇଦେଲି। ବାପାଙ୍କ ଅନ୍ତଗୁଡ଼ାକ ନିଶେଷ ହୋଇ ପଡ଼ିବ ଯେମିତି। ଗାଧୋଇ ପଡ଼ି ଅଶ୍ୱତ୍ଥ ବୃକ୍ଷକୁ କୁଣ୍ଢେଇ ଥରି ଥରି ଘରକୁ ଦୌଡ଼ିଲି। ମୁଣ୍ଡରୁ ନାକରୁ ସରସର ପାଣି ଝରି ଯାଉଥାଏ। ଘର ଭିତରେ ପଶିଛି କି ନାହିଁ, ତିନିଟା ପୁଅ ଝିଅ ମୋ ଆଡ଼କୁ ଧାଇଁ ଆସିଲେ। ମୁଁ ଭାବୁଥିଲି ସେମାନେ ସମସ୍ୱରରେ କହିବେ, ଜେଜେ କାହିଁ? ଜେଜେ କୁଆଡ଼େ ଗଲେ? ଜେଜେଙ୍କୁ କୋଉଠି ଛାଡ଼ି ଦେଇ ଆସିଲ? କିନ୍ତୁ ପରିବର୍ତ୍ତରେ ସେମାନେ କହିଲେ, ବାପା ଆମେ କ'ଣ ଖାଇବୁ? ଭାରି ଭୋକ, କାଲି ରାତିରେ ବି କିଛି ଖାଇନାହୁଁ। କିଛି ଉତ୍ତର ନ ଦେଇ ପୋଛାପୋଛି ହେଉଥାଏ, ସ୍ତ୍ରୀ ଆସିଗଲେ। ମୁଁ ଭାବିଥିଲି ସେ ପଚାରିବେ, ମୁଖାଗ୍ନି ଦେଲ? ତା ପରିବର୍ତ୍ତେ ସେ କହିଲେ, ମୁଁ କ'ଣ କରିବି କହିଲ?
ଏ ଛୁଆ ଗୁଡ଼ାକ ଭୋର ସକାଳଠୁ ମୋତେ କଲବଲ କରୁଛନ୍ତି। ଘରେ ନା ଅଛି ମୁଢ଼ି ନା ଅଛି ଚୁଡ଼ା। ଏ ଛୁଆଙ୍କ ଭୋକକୁ ମୋର ଅଲାଜୁକ ପେଟ ବି କେଁ କାଁ ହେଉଛି। ସେ ବି କାନ୍ଦିବା ପରି ହେଲେ। ଶ୍ୱଶୁରଙ୍କ ମୃତ୍ୟୁରେ ଯେତେ ଶୋକକୁଳା ନୁହନ୍ତି, ପରିସ୍ଥିତିର ତାଡ଼ନାରେ ସେତେ। ମୁଁ ଜାଣେ ତାକୁ ଖୁବ୍ ଭୋକ କରୁଥିବ। ତାଙ୍କ ପେଟରେ ପିଲା ଅଛି, ଗୋଟିଏ ପେଟ ନୁହେଁ, ଦୁଇଟା ପେଟକୁ ପୋଷୁଛନ୍ତି ସେ। ମୋତେ ଖୁବ୍ ବିରକ୍ତ ଲାଗିଲା। କ'ଣ କରିବି ଭଲା? ଯେ ମଲା ସେ କହୁଛି ମୋତେ ମୁଖାଗ୍ନି ଦିଅ। ଯେଉଁଗୁଡ଼ାକ ବଞ୍ଚିଛନ୍ତି ସେ ବି କହୁଛନ୍ତି ଆମ ପେଟରେ ନିଆଁ ଜଳୁଛି, ମୁହଁରେ କାଠ ଦିଅ। ଏ ଦୁନିଆକୁ ଆସିବ ହେଉଛି ଯେ ସିଏ ବି କହୁଛି ମୋ ମୁଖରେ ନିଆଁ ହେଉ, ପାଣି ହେଉ, କିଛି ତ ଦିଅ, ପେଟ ପୋଡ଼ୁଛି। ସ୍ତ୍ରୀକୁ ପଚାରିଲି, କ'ଣ ଅଛି କୁହ, କ'ଣ କରିବା? ସେ କହିଲେ, କିଛି ନାହିଁ। ଅରୁଆ ଚାଉଳ ଦିଗଣ୍ଡା କଳସିରେ ପଡ଼ିଛି। ବାପା କାହା ଶ୍ରାଦ୍ଧରୁ ଆଣିଥିଲେ। ଏ ଯେଉଁ ଝଡ଼ ବର୍ଷା, କାହା ଘରକୁ ଯାଇ ହେବ ନା କିଏ ଆମକୁ ଅଶୌଚରେ କିଛି ଦବ? ତୁମେ ଦିଖଣ୍ଡ କାଠ ଯୋଗାଡ଼ କରନ୍ତ କି? ମୁଠେ ଫୁଟେଇ ଦିଅନ୍ତି, ଉପରଓଳିକୁ ପିତା ଭାତ ଖାଆନ୍ତ। ଦିଆସିଲି ବି ନଥିବ। ପୁଣି କାଠ। ବାପାଙ୍କ କାଠରୁ ଖଣ୍ଡେ ଦିଖଣ୍ଡ ରଖିଦେଇଥିଲେ ହେଇଥାନ୍ତା। ମୋର ନିଜ ପେଟ କଥା ଚିନ୍ତା କରିପାରୁନାହିଁ। କିଏ ମୋତେ ହାତ ଧରି ଟାଣି ନେଇଗଲା ବାହାରକୁ, କୁରାଢ଼ିଟାଏ କାନ୍ଧରେ ଦେଇ। ଦୁଃଖ, ଦୁର୍ଦ୍ଦିନ ଓ ଦୁଶ୍ଚିନ୍ତାରେ ମୋର ଚେତା ଚୈତନ୍ୟ ପ୍ରାୟ ବୁଡ଼ି ଯାଉଥାଏ। ମୁଁ ଏକମାତ୍ର ଜୀବ ଯିଏ ପ୍ରକୃତିର ତାଣ୍ଡବର ଦ୍ରଷ୍ଟା। ମୃତ୍ୟୁର ଏ ନୃତ୍ୟ ଶେଷରେ ଯେମିତି ମୁଁ ଆଉ ପ୍ରକୃତିର ଶେଷ ହେବ। କାଠ ପାଇଁ ମୁଁ ଏବେ ପାଗଳା। ବାପା ଯେମିତି ଶେଷ ବେଳକୁ ବାଇଆ ହୋଇଯାଇଥିଲେ। ଘର ଛପର, ବାଉଁଶ ଓ ପାଳ ଏମିତି ଓଦା ଓ ପଚା ଯେ ସେଥିରେ ନିଆଁ ଧରିବ ନାହିଁ। ବାହାର ଦୁନିଆରେ କେଉଁଠି କେମିତି ବେଗୁନିଆ ଓ ଅମରି ବୁଦାଏ ଦିବୁଦା ଅଛି। କେଉଁ ଗଛରେ ଶୁଖିଲା ଡାଳ ନାହିଁ, ତୋଫାନରେ ଚଢ଼ିବ କିଏ? ଭୂଇଁରେ ବି କେଉଁ ଗଛର ଚେର ଦିଶୁନାହିଁ। ଅବିରାମ ବର୍ଷାରେ ଭିଜିବା ଯାହା ସାର। ହତାଶ ହୋଇ ଘରକୁ ଫେରିବି ଭାବୁଛି, ଦେଖିଲି ଦୂରରେ ଯେଉଁଠି ବାପାଙ୍କୁ ମୁଖାଗ୍ନି ଦେଇଥିଲି ସେଇଠି ନିଆଁ ଦପ୍ ଦପ୍ ହୋଇ ଜଳୁଛି। ସନ୍ଧ୍ୟା ହେବାକୁ ବହୁତ ଡେରି ଥିଲେ ବି ଅନ୍ଧକାର ପ୍ରାୟ। ଶ୍ମଶାନରେ ପହଞ୍ଚି ଦେଖିଲି ବାପା ଯେତିକି ନିଆଁ ଖାଇବାର କଥା ଖାଇସାରିଛନ୍ତି ଏବଂ ନିଆଁ ଯେତିକି ମନ ମନେଇ ବାପାଙ୍କୁ ଖାଇବ ଭାବିଥିଲା ଖାଇସାରିଛି। ଉଭୟ ସନ୍ତୁଷ୍ଟ, ପରିପୂର୍ଣ୍ଣ। ଆସିଲା ବେଳେ ଯେଉଁ ଦିଖଣ୍ଡ କାଠଗଡ଼ ଜୁଇରେ ଲଦି ଦେଇଥିଲି ତାହା ଅଦ୍ୟାପି ଜଳୁଛି। ବର୍ଷା ଚିତାଗ୍ନିକୁ ଲିଭାଇ ପାରିନାହିଁ। ସେ ଦିଖଣ୍ଡ ଅର୍ଦ୍ଧଦଗ୍ଧ ଗଡ଼କୁ ଟାଣି ଆଣିଲି ଏବଂ କେତେ କଳସ ପାଣି ଆଣି ଲିଭାଇ ଦେଲି ନିଆଁ। ମୁଁ ଜୀବନରେ କେବେ କାଠ ଚିରି ନାହିଁ, କିନ୍ତୁ ବାପା ମୁଠାଏ ମୁଢ଼ି ପାଟିରେ ପକାଇ ଶଗଡ଼େ କାଠ ଚିରି ଦେଇ ପାରୁଥିଲେ ଭାତ ଖାଇବା ଆଗରୁ। ତାଙ୍କର ସେ ଅଦ୍ଭୁତ ଶକ୍ତି ମନେ ପକାଇ କାଠ ଚିରି ସଂଗ୍ରହ କରିବାରେ ଲାଗିଲି ଏବଂ କିଛି ଦରପୋଡ଼ା କାଠ ଓ ଉମ୍ମେରୁ କିଛି ଜ୍ୱଳନ୍ତ ଅଙ୍ଗାର ନେଇ ଘରକୁ ଫେରିଲି। ଝଡ଼ି ବର୍ଷା କମି ଯାଇଥାଏ। ମୋତେ ଏ ରୂପରେ ଦେଖି ସ୍ତ୍ରୀ ହୁଏତ ବାପା ଫେରି ଆସିଲେ ଭାବି ଚମକି ପଡ଼ିବେ ଭୟ ହେଉଥିଲା। ମାତ୍ର ପିଲାଝିଲାଙ୍କ ପେଟ ଓ ତାଙ୍କ ନିଜ ପେଟ ଚିନ୍ତା ତାଙ୍କୁ ଭୂତ ଭୟରୁ ବି ଊର୍ଦ୍ଧ୍ୱରେ ରଖିଥିଲା। ରୋଷେଇ ଆରମ୍ଭ ହେଲା ଏବଂ ନିଆଁ ଜଳିଲା ପରେ ସ୍ତ୍ରୀଙ୍କୁ ପଚାରିଲି, କେମିତି ମଢ଼ା ମଢ଼ା ଗନ୍ଧ ଆସୁଛି ନା? ସେ କହିଲେ, ଅନେକ ସମୟ ଧରି ମଶାଣିର ନିଆଁ ପାଖରେ ଥିଲ ଓ ସେଇ ଗନ୍ଧ ତୁମ ନାକରେ ରହିଯାଇଥିବ। ଖୁସି ଲାଗିଲା ଯେ ସଞ୍ଜ ପୂର୍ବରୁ ଆମେ ସମସ୍ତେ ଏକାଠି ବସି ପିତା ଭାତ ଖାଇଲୁ ବାପାଙ୍କ ସଂଗୃହୀତ ଅରୁଆ ଚାଉଳ ମୁଠାରୁ। ଚାଉଳିଆ ତତଲା ଭାତ ଚୋବାଇ ଖାଇଲା ବେଳେ ଜିଅନ୍ତା ଅଙ୍ଗାର କୁଡୁରୁ କୁଡୁରୁ ଖାଇଲା ପରି ଲାଗୁଥାଏ। ବାପାଙ୍କ ମୁଖାଗ୍ନି ପାଇଁ ଯେଉଁ କ୍ଲେଶ ଓ କ୍ଳାନ୍ତି ସହ୍ୟ ଅନୁଭବ କଲି, ତାର ଶେଷରେ ବାପାଙ୍କ ଖାଲି ଖଟିଆରେ ପଡ଼ି କେବଳ ଗୋଟାଏ କଥା ଭାବୁଥାଏ ମୁଁ,
ମୁଁ ବାପାଙ୍କୁ ମୁଖାଗ୍ନି ଦେଲି ନା ବାପା ମୋତେ ମୁଖାଗ୍ନି ଦେଲେ।